ବାପା ଆଉ କେତେ ଓଜନ ବଢ଼ାଇବ? ଡାକ୍ତର ତ ସିଧା ସିଧା କହିଦେଲେ ଡାଏଟ୍ କରିବା ପାଇଁ। ଆଉ ଯଦି ଡାଏଟ୍ କରିବନି ତାହେଲେ ହାତୀ ଭଳିଆ ଫୁଲିଯିବ। ଆମ ଘର ଭିତରକୁ ବି ଆସିପାରିବନି। ଶେଷରେ ସେ କବାଟ ଦୁଆର ସବୁ କାଟିବା ପାଇଁ ପଡ଼ିବ। ହେ ତୁ ଚୁପ୍ କର। ସବୁ ତ ବୋଉର ଦୋଷ। କିଏ କହିଥିଲା ତାକୁ ଏତେ ଭଲ ଭଲ ରୋଷେଇ କରିବାକୁ? ଆରେ ସିଏ ତ ରୋଷେଇ କରିବ, ତା ରୋଷେଇ ଦେଖିକି ମତେ ତ ଭୋକ ଲାଗିବ। ଆଉ ମୁଁ କଣ କରିବି? ହଁ ହଁ, ଏବେ ସବୁ ଦୋଷ ମୋର। ଖାଇବା ବେଳେ ମାଗି ମାଗି ତଣ୍ଟି ପର୍ଯ୍ୟନ୍ତ ଖାଇବ, ମନା କଲା ବେଳେ ମୁହଁ ଫୁଲେଇବ, ଆଉ ଏବେ ଓଜନ ବଢ଼ିଗଲା ବେଳେ ସବୁ ଦୋଷ ମୋ ଉପରକୁ ଆସିଗଲା। ମୋର କାମ ହେଲା ତୁମମାନଙ୍କୁ ରାନ୍ଧିକି ଖୁଆଇବା। କଥା ନ ଶୁଣି ଖାଇ ଖାଇ ଓଜନ ବଢ଼େଇଲେ ମୋର ଦୋଷ କେଉଁଠି ରହିଲା? ହଁ, ଆଉ ଏଇଟା ହେଉଛି ମୋର ସ୍ପେଶାଲ ଛେନାପୋଡ଼। ଏତେ ମିଠା ହେଇଛି ଯେ। ନାଇଁ ବାପା, ତମେ ଏଠି ହାତ ଜମା ବଢ଼ାଅନି। ତମର ଡାଏଟ୍ ମନେ ଅଛି ଟି? ଆଜି ପାଖରୁ ପନିପରିବା ସିଝା, ସାଲାଟ ଆଉ କମ୍ ତେଲ ମସଲା ଖାଦ୍ୟ ଖାଇବ। ଦେଖ ଜୟ, ଆଜି ମୁଁ ତୋ ପାଇଁ ତୋ ମନ ପସନ୍ଦର ମାଛ ଭଜା କରିଛି। ଆଉ ତାରା, ତୋ ପାଇଁ ହେଲା ତୋ ମନ ପସନ୍ଦର ଗୋଲାପ ଜାମୁନ। ମୋର ଖାଲି ସିଝା, ମୋ ପାଇଁ ଆଉ କିଛି ବନେଇନ? ମୁଁ ଏ ସିଝା ପରିବା ଖାଇକି ରହିପାରିବିନି। ମତେ ଯେମିତି ଲାଗୁଛି ମୁଁ କୌଣସି ଜେଲରେ ଅଛି। ବାପା, ଡାଏଟ୍ ଜମା ଭୁଲି ଯାଅନି। ଏହା ତୁମ ସ୍ୱାସ୍ଥ୍ୟ ପାଇଁ ବହୁତ ଜରୁରୀ। ବାପା ବାପା, ଏଇ ମିଠାଟା ତମେ ଖାଇବ, ବହୁତ ଭଲ ଲାଗୁଛି। ନା 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 ନା, ଆଉ ରହି ହବନି। ଏ ମାଛ ଭଜା, ଗୋଲାପ ଜାମ, ଛେନ ପୋଡ଼ ମତେ ଖାଲି ଡାକୁଛନ୍ତି। ନା ଶାନ୍ତିରେ ଶୋଇ ପାରୁଛି, ତ ମତେ ଶାନ୍ତିରେ ନିଦ ଆସୁଛି। ଏ ଛେନା ପୋଡ଼ ଖାଲି ସ୍ୱପ୍ନ ଦେଖୁଛି। ନା, ମୁଁ ଜାଣିଛି କିଛି କରତେ ପଡ଼ିବ। ମୁଁ ଦେଖେ ଏମାନେ ସବୁ ଚାହିଁଛନ୍ତି ନା ଶୋଇଗଲେଣି। ମୁଁ ଏଇ ମୌକାରେ ନହେଲେ ଖାଇ ଦେଇକି ପଳେଇ ଆସି ଶୋଇ ପଡ଼ିମି ଚୁପ୍ କିନା। ଏସବୁ ଏନା ଶୋଇ ପଡ଼ିଛନ୍ତି। ଏଇଟା ପାଇଁ ମୋ ପାଇଁ ଗୋଟିଏ ଗୋଲ୍ଡେନ୍ ଚାନ୍ସ। ମୁଁ ଯା ଚୁପ୍ ଚୁପ୍ କରି ଖାଇକି ସବୁ ପଳେଇ ଆସିମି, ଚୁପ୍ କିନା ଶୋଇ ପଡ଼ିମି। ମତେ ଆଉ କେହି ଦେଖିପାରିବେନି। ସକାଳେ ଆରାମସେ ଉଠିବି। ମୁଁ ଜାଣିଥିଲି ଡାଏଟ୍ ଆଙ୍କ ଦ୍ୱାରା କେବେ ବି ହେବନି। ସେଥିପାଇଁ ତ ସବୁ ପ୍ରସ୍ତୁତ କରି ମୁଁ ଫ୍ରିଜରେ ରଖିଛି। ହେଁ, ଆରେ ନା ନା, ମୁଁ ଖାଇବା ପାଇଁ ଆସିନଥିଲି। ମୁଁ ଟିକେ ପାଣି ପିଇବା ପାଇଁ ଆସିଥିଲି ନା। ଆଉ ହଉ ହଉ, ମୁଁ ଯାଉଛି ଶୋଇବା ପାଇଁ। ତମେ ଯାଅ ଶୋଇପଡ଼ିବ। ବାପା, ତମ ଡାଏଟ୍ କେମିତି ଚାଲିଛି? ତମ ଓଜନଟା ବେଶୀ ବଢ଼ି ବଢ଼ି ଯାଉଛି ଯେ। ବାପା, ମୁଁ କାଲି ରାତିରେ ଦେଖିଥିଲି ତମେ ଚୁପଚାପ ଗୋଲାପ ଜାମୁନ ଖାଉଥିବାର। ଭଲ ଡାଇଟ୍ କରୁଛ ଆଉ। ମୁଁ ସବୁ ଜାଣିଛି। ତୁମ ବାପା ଏ ଜନ୍ମରେ କେବେ ବି ଡାଏଟ୍ କରିପାରିବେନି। ନିଅ, ଏଇଟା ତୁମ ପାଇଁ, ଖାଇଦିଅ। ତୁମ ଡାଏଟ୍ ବହୁତ ହେଲା, ଆଉ ଡାଏଟ୍ କରିବା କିଛି ଦରକାର ନାହିଁ।
ସତରେ ମୁଁ ଆଜିଠୁ ଆଉ ଡାଏଟ୍ କରିବିନି। ମୁଁ ଆଜିଠୁ ଆଉ ଡାଏଟ୍ କରିବିନି ରେ, ମୁଁ ଆଜିଠୁ ଡାଏଟ୍ କରିବିନି। ଏ ଅଜୟ ଏ ତାରା ଦେଖ ରେ, ମୁଁ ଆଜିଠୁ ଆଉ ଡାଏଟ୍ କରିବିନି ରେ। ଆଉ ଡାଏଟ୍ କରିବିନି ରେ, ଆଉ ଡାଏଟ୍ କରିବିନି।